ଶାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀର ବ୍ୟବହାର ନିମନ୍ତେ ଭଞ୍ଜସେନା ପକ୍ଷରୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ କଲେ ସଚେତନତା। ଆଜିର ଆଧୁନିକ ସମୟରେ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ପ୍ଲାଷ୍ଟିକ ଓ ଥର୍ମୋକୋଲରେ ନିର୍ମିତ ଖଲିଦନା ଆଦି ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି। ତେଣୁ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜସେନା ସଂଗଠନ ତରଫରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନିର୍ଦ୍ଦେଶରେ ଶାଳପତ୍ର ବ୍ୟବହାରକୁ ବ୍ୟାପକରୁ ବ୍ୟାପକତା କରିବା ପାଇଁ ରବିବାର ଭଞ୍ଜସେନାର ଅଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ଉପାଧ୍ୟକ୍ଷା କନିକା ବୋଷ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା କ୍ରୀଡ଼ା ସଂଯୋଜିକା ସୁଭଦ୍ରା ହେମ୍ରମଙ୍କ ସହିତ ବହୁ ଭଞ୍ଜସେନା କର୍ମୀ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଲୁଲୁଙ୍ଗ, ସୀତାକୁଣ୍ଡ ଏବଂ ଅନ୍ୟାନ୍ୟ ପିକନିକ୍ ସ୍ପଟକୁ ଯାଇ ଭୋଜିଭାତ କରୁଥିବା ପର୍ଯ୍ୟଟକମାନଙ୍କୁ ତାଙ୍କ ପ୍ଲାଷ୍ଟିକ ବଦଳରେ ଶାଳପତ୍ରରୁ ପ୍ରସ୍ତୁତ ଖଲି ଓ ଦନା ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ଶାଳପତ୍ର ଜନିତ ସାମଗ୍ରୀ ବ୍ୟବହାର କରିବା ପାଇଁ ନିବେଦନ କରି ଅଭିନବ ଉପାୟରେ ସଚେତନତା କରାଯାଇଛି।